ଜାଣିଛନ୍ତି ମା କାଳୀ କ'ଣ ପାଇଁ ମହାଦେବଙ୍କ ଛାତି ଉପରେ ପାଦ ରଖିଥିଲେ? ଯେତେବେଳେ ମା କାଳୀ ରକ୍ତବୀଜା ନାମକ ରାକ୍ଷସକୁ ବଦ୍ଧ କଲା ପରେ ଧରତୀରୁ ବାହାରିକି ତାଙ୍କ ରାଗ ଶାନ୍ତ ହୋଇନଥିଲା। ସେ ଦେବତାମାନଙ୍କ ଆଡ଼କୁ ଦୌଡ଼ିକି ଯାଇଥିଲେ। ଦେବତାମାନେ ଡରିକି କିଏ କୁଆଡ଼େ ଲୁଚିଥିଲେ। ଆଉ ସେତେବେଳେ ରାକ୍ଷସମାନେ ଗୋଟେ ପଟରୁ ଆସୁଥିଲେ। ଏକଥା ଯେତେବେଳେ ଗଣେଶ ଦେଖିଲେ ସେ ଦେବତାମାନଙ୍କୁ ଗୋଟେ ପଥର ସାଇଡ଼ରେ ଲୁଚେଇ ଦେଲେ। ଆଉ ରାକ୍ଷସମାନଙ୍କୁ ମା କାଳୀ କଞ୍ଚା କାମୁଡ଼ିକି ମାରିଦେଲେ। ଆଉ ଯେତେବେଳେ ସବୁ ରାକ୍ଷସମାନେ ମରିଗଲେ ମାଙ୍କର ରାଗ ଶାନ୍ତ ହୋଇନଥିଲା। ସେ ସେତେବେଳେ ପୁନର୍ବାର ଦେବତାଙ୍କ ଆଡ଼କୁ ଦୌଡ଼ିକି ଗଲେ। ଆଉ ଏହା ଦେଖି ମହାଦେବ କ'ଣ କରିବେ ବୋଲି ଭାବିକି ମା କାଳୀଙ୍କ ସାମ୍ନାରେ ଶୋଇପଡ଼ିଥିଲେ। ଆଉ ଭୁଲବଶତଃ ମା କାଳୀଙ୍କ ପାଦ ମହାଦେବଙ୍କ ଛାତି ଉପରେ ପଡ଼ିଯାଇଥିଲା। ଯେତେବେଳେ ତଳକୁ ମା ଅନେଇଥିଲେ ସେ ଜାଣିପାରିଥିଲେ ମହାଦେବ। ଆଉ ସେ ଜିଭକୁ କାମୁଡ଼ି ଦେଇଥିଲେ। ଆଉ ସେଇଠାରେ ତାଙ୍କ ରାଗ ଶାନ୍ତ ହୋଇଥିଲା। ଆଉ ଏଇ କଥାର କାରଣ ଏଇଆ, ଆମେମାନେ ମହାଦେବଙ୍କ ଭକ୍ତ ଆଉ ମା କାଳୀଙ୍କ ଭକ୍ତ। ଏ ଜିନିଷ ଆମେ ଜାଣିବା ଦରକାର। ଭିଡ଼ିଓକୁ ସେୟାର କରନ୍ତୁ। ଜୟ ଜଗନ୍ନାଥ, ଜୟ ମହାଦେବ।